ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି। ଆଜିର ବିଷୟ ବିହଙ୍ଗ ବିପ୍ଳବ। ଲେଖକ ହେଲେ ମହାପାତ୍ର ନୀଳମଣି ସାହୁ। ଥର ଥର କରି 3 ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦୀ ବସନ୍ତ। ମାତ୍ର 3 ଥର ଯାକ ବୁଢ଼ା ମାଙ୍କଡ଼ ସେ ଡାଳରେ ଡେଇଁ ତା ବସାକୁ ଭାଙ୍ଗି ଦେଇଛି। ଯେତେ କାକୁତି ମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା କଥା ଶୁଣିବାକୁ ନାହିଁ। ମା ହଳଦୀ ବସନ୍ତ ମୁଣ୍ଡରେ ଚିନ୍ତା ମାଡ଼ି ପଡ଼ୁଛି। ବସନ୍ତ ଋତୁ ବା ଆଉ କେତେ ଦିନ ରହିବ? ସାହାଡ଼ା ଗଛମାନଙ୍କରେ ଫୁଲ କଷି ଧରିଲାଣି। ଆଉ ଅଳ୍ପ ଦିନ ପରେ ପାଚି ହଳଦୀ ଗୁରୁ ଗୁରୁ ଦିଶିବ। ବୁଦାମାନଙ୍କରେ ଶଗଡ଼ ବାଟୁଆ କୋଳି ପାଚି ଲାଲ ଟହ ଟହ ଦିଶିବ। ସେତେବେଳକୁ ଯଦି ଛୁଆ ହୋଇ ଯାଇଥିବେ ତେବେ ସିନା ସେମାନଙ୍କ କୁନି କୁନି ଥଣ୍ଟରେ ଏସବୁ ମିଠା ପାଚିଲା କୋଳି ଆଧାର ଦେବ। ଛୁଆ ସବୁ ଚଞ୍ଚଳ ଚଞ୍ଚଳ ବଢ଼ିଯିବେ। କିନ୍ତୁ ଏ ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉନାହିଁ। ସେ ଅଣ୍ଡା ଦେବ କେବେ ଆଉ ଛୁଆ ଫୁଟିବ କେବେ? କୁଳୁରୁ କୁଳୁ କୁଳୁରୁ କୁଳୁ ପୁରୁଷ ହଳଦୀ ବସନ୍ତଟି କୁଆଡ଼ୁ ବୁଲି ଆସି ମା ହଳଦୀ ବସନ୍ତ ପାଖେ ବସିଲା। ତାର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ। କହିଲା, ବୁଝିଲ, ପାଖ ଆଖରେ ଆଉ କୋଉ ଗଛ ଖାଲି ନାହିଁ। ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ସାରିଲେଣି। କେତେକ ଅଣ୍ଡା ଉଷୁମାଉଛନ୍ତି, ଆଉ କେତେକଙ୍କର ଛୁଆ ଫୁଟିଲାଣି। ଆମେ ଏବେ କ'ଣ କରିବା? ମା ହଳଦୀ ବସନ୍ତ ଦୁଃଖରେ କାନ୍ଦି ପକାଇଲା। କାନ୍ଦି କାନ୍ଦି କହିଲା, ସେଇ ନିଆଁ ଗିଳା ବୁଢ଼ା ମାଙ୍କଡ଼କୁ ତ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ? କା 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 କା। ସେମାନଙ୍କ ବନ୍ଧୁ ଡାମରାକୁଆ ହଠାତ୍ ଆସି ପହଞ୍ଚିଗଲା। ସବୁ ଶୁଣିସାରି ସେ କହିଲା, ତୁମ୍ଭେମାନେ ବଡ଼ ଭୀରୁ। ବୁଢ଼ା ମାଙ୍କଡ଼ଟାକୁ ଜବତ କରିପାରୁନାହଁ। ଆମ କାଉମାନେ କାହାରି ଅତ୍ୟାଚାର ସହିପାରୁନାହୁଁ। ଆମ ପ୍ରତି କିଏ ଖରାପ ବ୍ୟବହାର କଲେ ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉ। ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଳି ଦେଉ। ତାର ଇଜ୍ଜତ ମହତ ସାରିଦେଉ। ସେଥିପାଇଁ ବୁଢ଼ା ମାଙ୍କଡ଼ ଆମ ବସାର ଛାଇ ମାଡ଼େ ନାହିଁ। ପୁରୁଷ ହଳଦୀ ବସନ୍ତ କହିଲା, କ'ଣ ଆଉ କରିବୁ କହ? ତମେ ତାକୁ ଯେତେ ନେହୁରା ହୋଇ କହିଲୁ ସେ ତାକୁ କ'ଣ ଶୁଣୁଛି? ଆମେ ହେଲୁ ଗାୟକ ଜାତି। ବସନ୍ତ ଋତୁରେ ଗୀତ ବୋଲିବା ଆମ କାମ। ଆମେ ତ ଆଉ ତୁମ ଭଳି ଲଢ଼ୁଆ ଜାତି ନୋହୁଁ। ଏହି ସମୟରେ ଆକାଶରେ ଶୁଭିଲା ଚିରିଂ ଚିରିଂ ଚିରିଂ। କାଉ ତାର ଡୋଳା ଦୁଇଟାକୁ ବୁଲାଇ ଉପରକୁ ଥଣ୍ଟ ଟେକି କହିଲା, ଓ ଗଙ୍ଗେଇ ମହାରାଜ ପରା, ଆସ, ଆସିବା ହେଉ, ଆସିବା ହେଉ। ଗଙ୍ଗେଇ ଆସି କାଉ ପାଖେ ବସିଲା। କାଉ ପଚାରିଲା, ଆଉ ସବୁ ଖବର କ'ଣ ଗଙ୍ଗେଇ ମହାରାଜ? ଆଜିକାଲି ତ ତୁମମାନଙ୍କର କଚେବାର। ଗାଡ଼ିଆ ପୋଖରୀ ତ ଶୁଖି ଆସିଲାଣି। ମାଛ ଦିଟା ଭଲ ମିଳୁଥିବ। ଚିରିଂ ଚିରିଂ ଚିରିଂ। ଗଙ୍ଗେଇ କହିଲା, ନାଇଁ ହୋ, ମଣିଷଙ୍କ ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି। ଗାଡ଼ିଆ ପୋଖରୀରୁ ଆଜିକାଲି କୁଜି ଗେଣ୍ଡାଟିଏ ବି ମିଳିବା କଷ୍ଟକର। ତାପରେ ହଳଦୀ ବସନ୍ତ ଉଦ୍ଦେଶ୍ୟରେ କହିଲା, ହଳଦୀ ବସନ୍ତ ଭାଇ, ଚାରିଆଡ଼େ ଏତେ ରଙ୍ଗର ଫୁଲ, ଏତେ ପ୍ରକାର କୋଳି, ଆଉ ଏତେ ସୁନ୍ଦର ପବନ। ଗାଅ ଦେଖି ଗୋଟିଏ ଗୀତ। ତୁମର ସେଇ ମନମତାଣିଆ କୁଳୁରୁ କୁଳୁ ସ୍ୱରରେ ଅନେକ ଦିନୁ ଭଲ ଗୀତଟିଏ ଶୁଣାଯାଇ ନାହିଁ। ହଳଦୀ ବସନ୍ତ ତାର ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି ସେ କଥା ବର୍ଣ୍ଣନା କରି କାଉ କହିଲା, ଗଙ୍ଗେଇ ମହାରାଜ, ଏଥକୁ ଉପାୟ କ'ଣ କୁହ? ହଳଦୀ ବସନ୍ତ, ସାରି, କୋଇଲି ହେରିକା ହେଲେ ଆମ ଭିତରେ ଶିଳ୍ପୀ। ପକ୍ଷୀ ଜାତିର ସଭ୍ୟତା ସଂସ୍କୃତିକୁ ଏହିମାନଙ୍କ ଯୋଗୁଁ ବଞ୍ଚିଛି। ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନ ବୃଥା। କେହି ଜାଣନ୍ତି ନାହିଁ ବଗ କେତେବେଳୁ ଆସି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟିଏ ଥୁଣ୍ଟା ଗଛ ଡାଳରେ ଦୁଇ ପଟକୁ ଡେଣା ମେଲେଇ ଗୁମ୍ମାରି ବସିଛି। ବଗ ସବୁଦିନେ ଗମ୍ଭୀର। କାହା ସଙ୍ଗେ ବେଶୀ କଥାବାର୍ତ୍ତା କରେନା, ମିଳାମିଶା ମଧ୍ୟ କରେନା। ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ସବୁବେଳେ ପରିଚୟ ଦେଇ ବୁଲେ। କିନ୍ତୁ ଶୁଆ କହେ, ବଗ ମସ୍ତ ବଡ଼ ସ୍ୱାର୍ଥପର। ପାଣିକୁ ଆସିନା ବୁଡ଼ି ବୁଡ଼ି ମାଛ ଖାଏ। ବଗ ଧ୍ୟାନ କଲା ଭଳି ବସିଥିବ, ହେଲେ ଅସଲରେ ଛକିଥିବ। ମିନଟିଏ କେତେବେଳେ ମୁଣ୍ଡ ଟେକୁଛି। ସାରି କହେ, ବଗ ଟିକିଏ ଗୋରା ବୋଲି ତା ମନରେ ବଡ଼ ଗର୍ବ। କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ। କାଉ କଳା, ତେଣୁ ବଗ ତାକୁ ପାଖ ପୂରାଏ ନାହିଁ। ପକ୍ଷୀ ଜଗତର ଶ୍ରେଷ୍ଠ ସ୍ୱରଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ତାକୁ ମଧ୍ୟ ବଗ ଖାତିର କରେ ନାହିଁ। ତା ମନରେ କଳା ଗୋରା ଭେଦଭାବ ଖୁବ୍ ବେଶୀ।
କାଉ ଏତେ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହିପାରିଲା ନାହିଁ। ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା, କକ୍ କ୍ୱକ୍ କକ୍ କ୍ୱକ୍। ଏ ମୂର୍ଖ କଳା କାଉ, ବେଶୀଗୁଡ଼ିଏ ରାଉ ରାଉ ହୁଅ ନାହିଁ। ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳ ହେଲା? ଏହି ହଳଦୀ ବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧ ହେଲେ ଦୟା ନାହିଁ। ଏମାନେ ହେଲେ ବିଦେଶୀ। ବର୍ଷଯାକ ଏମାନେ କୋଉଠି ଥାଆନ୍ତି? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ। ଏଇ ବସନ୍ତ ଋତୁ ଆସିଲେ ଦଳ ଦଳ ହୋଇ ଆସି ନାନା ଢଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସାଇବେ। ଏମାନଙ୍କୁ ଭଲା ଜନ୍ମଭୂମି ପ୍ରତି ମମତା ଅଛି? ହଳଦୀ ବସନ୍ତ ବଗର ଏହି ଅପବାଦରେ ଭାରି ଦୁଃଖିତ ହେଲା, ଟିକିଏ ରାଗିଗଲା ମଧ୍ୟ। ତଥାପି ତାର ସ୍ୱଭାବ ସୁଲଭ ମଧୁର ଗଳାରେ କହିଲା, କୁଳୁରୁ କୁଳୁ କୁଳୁରୁ କୁଳୁ। ଦେଖ ଭାଇ ବଗ, ଆମେ ଦୁହେଁ ହେଲୁ ଶିଳ୍ପୀ। ସମଗ୍ର ବସୁଧା ଆମର ଜନ୍ମଭୂମି। ଆମେ କାହାକୁ ପର ଭାବୁନାହୁଁ। ସମସ୍ତେ ଆମ ନିଜର। କିନ୍ତୁ କାଉକୁ ଏତେ କଅଁଳେଇ କରି କହି ଆସେନା। ସେ କର୍କଶ ଭାବେ ବଗକୁ ଭର୍ତ୍ସନା କରି କହିଲା, ତୁମେ ଅତି ସ୍ୱାର୍ଥପର, ଅସାମାଜିକ ଓ ଅହଙ୍କାରୀ। ବିପଦ ବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ଯିଏ ଏଭଳି ଅସହିଷ୍ଣୁ ଭାବ ଦେଖାଏ ସେ ଅତି କ୍ଷୁଦ୍ରମନା। କାଉ କଥା ଶୁଣି ସବୁ ଚଢ଼େଇ ଏକାଥରକେ ବୋବେଇ ଉଠିଲେ। କା କା କା, ଚିରିଂ ଚିରିଂ ଚିରିଂ, କୁଳୁରୁ କୁଳୁରୁ କୁଳୁ। ସମ୍ମିଳିତ ଭାବରେ ବଗର ସ୍ୱଭାବକୁ ନିନ୍ଦା କଲେ। ବଗ ଅପମାନରେ ସେଠୁ ଉଡ଼ି ଚାଲିଗଲା। ଏହି ସମୟରେ କୁଆଡ଼ୁ ଆସି ସେଠାରେ ପହଞ୍ଚିଗଲା କଜଳପାତି। ତାକୁ ଦେଖି ସବୁ ଚଢ଼େଇ ପୁଣି ଥରେ ବୋବେଇ ଉଠି ସ୍ୱାଗତ ଜଣାଇଲେ। କଜଳପାତି ପକ୍ଷୀ ସମାଜର ମଧ୍ୟସ୍ଥତାର କାମ କରେ। ଭଲ ଲୋକେ କରି କଳିକଜିଆ ମେଣ୍ଟେଇ ଦିଏ। ଭଲରେ ନ ମେଣ୍ଟିଲେ କଜଳପାତି ନିଜର ଶକ୍ତି ଖଟାଇବାକୁ ବି ଭୁଲେ ନାହିଁ। ତାର ଟାଣୁଆ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁ ଗାଈଙ୍କ ପିଠି ମଧ୍ୟ ହାଣି ଖଣ୍ଡିଆ କରିଦିଏ। ତେଣୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି, ଟିକେ ଭୟ ମଧ୍ୟ କରନ୍ତି। ଚ୍ୟାଙ୍ଗ 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 ଚ୍ୟାଙ୍ଗ। କଥା କ'ଣ? କଥା କ'ଣ? ହଳଦୀ ବସନ୍ତ ଦୁହିଁଙ୍କ ମୁହଁ ଏମିତି ଶୁଖିଯାଇଛି କାହିଁକି? କାଉ ହଳଦୀ ବସନ୍ତଙ୍କର ସମସ୍ତ ଦୁରବସ୍ଥା ଜଣାଇଲା। ତାପରେ କହିଲା, ଦେଖ ବନ୍ଧୁ, ମା ହଳଦୀ ବସନ୍ତ ନିକଟରେ ଅଣ୍ଡା ଦେବ ମାତ୍ର ବୁଢ଼ା ମାଙ୍କଡ଼ 3 ଥର ସେମାନଙ୍କ ବସା ଭାଙ୍ଗି ଦେଲାଣି। ତାର ଦାଉ ବଡ଼ ଅସହ୍ୟ ହେଲାଣି। ସମଦୁଃଖୀ କଜଳପାତି ମାଙ୍କଡ଼ ପାଖକୁ ଗଲା। ବରଗଛରେ ଗୋଟାଏ ଡାଳରେ ବସି ଆଉ ଗୋଟାଏ ଡାଳକୁ ଆଉଜି ବୁଢ଼ା ମାଙ୍କଡ଼ ଘୁମାଉଛି। କଜଳପାତି ତା ମୁଣ୍ଡ ଉପରେ ଚକର କାଟି ଉଡ଼ି ବୋବାଇ ଲାଗିଲା। ଚ୍ୟାଙ୍ଗ 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 ଚ୍ୟାଙ୍ଗ। ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। ସେ କେତେଥର ତାର 2 ଗାଲକୁ କୁଣ୍ଡାଇ ସାରି ବିରକ୍ତିରେ ନାଲି ଆଖି ଦେଖେଇ ପଚାରିଲା, ଖଁ ଖାଁ ଖେଁ ଖଁ କାଁ ଖେଁ। କିରେ ତୁ କ'ଣ କରୁଛୁ? ଚ୍ୟାଙ୍ଗ ଚ୍ୟାଙ୍ଗ, ମୁଁ କଜଳପାତି। ବିଚରା ହଳଦୀ ବସନ୍ତର ବସା ଭାଙ୍ଗିବା କ'ଣ ତୁମର ଉଚିତ ହେଉଛି? ଖଁ କାଁ ଖେଁ। ଉଚିତ ଅନୁଚିତ ମୁଁ ବୁଝେ ନାହିଁ। ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ। ଆମେ ବଳଶାଳୀ, ଆମର ଯାହା ଇଚ୍ଛା ଆମେ ତାହା କରିବୁ। ଜୋର ଜାର ମୁଲକ ତାର। କଜଳପାତି ତା ଉପରେ ବହୁ ପ୍ରକାର ବୁଝାଇଲା, ମାତ୍ର ଗଉଆ ମାଙ୍କଡ଼ ତା କଥା ବୁଝିଲା ନାହିଁ। କଜଳପାତିର ସବୁ କଥା ତାର ଏ କାନରେ ପଶି ସେ କାନରେ ବାହାରିଗଲା। ଶେଷରେ ସେଥିରୁ ନିରସ୍ତ ହୋଇ କଜଳପାତି କହିଲା, ତାହେଲେ ମୁଁ ରାଜାଙ୍କ ପାଖେ ତୁମ ନାମେ ଫେରାଦ ଦେବି। ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କରି କହିଲା, ଖଁ କାଁ ଖେଁ କରନା ଫେରାଦ। ମୁଁ ତୁମ ରାଜାଙ୍କୁ ଡରିଛି ନା ମକଦ୍ଦମାକୁ ପରୁଆ କରୁଛି? ମକଦ୍ଦମାକୁ ପରୁଆ କରୁଛି। ରାଜାଙ୍କ ଦରବାର। ବିରାଧି ବୀରବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଟକ ଜିହ୍ୱ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି। ପାଖରେ ଆଉ ଗୋଟିଏ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହୀନବୁଦ୍ଧି ଜମ୍ବୁକ ପ୍ରବର, ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ ଚତୁର୍ଦ୍ଦିଗକୁ ଆରକ୍ତ ନୟନରେ ଦୃଷ୍ଟି ନିକ୍ଷେପ କରି ଦରବାରରେ ଖଡ଼୍ଗ ହସ୍ତେ
ଦ୍ରୁପ୍ତଭଙ୍ଗୀରେ ଦଣ୍ଡାୟମାନ। ପାରିଷଦମାନଙ୍କ ମଧ୍ୟରେ ଅରଣ୍ୟର ପଶୁ ଜଗତର କୋକି, କଟାସ, ଗୁଣ୍ଡିଚିମୂଷା, କୁଟ୍ରା, ହରିଣ ଓ ଝିଙ୍କ ଆଦି, ସରୀସୃପ ଜଗତର ଅହିରାଜ ଓ ଗୋଧି ଆଦି ଏବଂ ପକ୍ଷୀ ଜଗତର ଶୁଆ, କାକତୁଆ, ପାରା, ପେଚା, ବୁଲବୁଲ ଆଦି ସ୍ୱ ସ୍ୱ ଆସନ ଅଳଙ୍କୃତ କରି ରାଜାଙ୍କ ମୁହଁକୁ ଚାହିଁ ବସିଛନ୍ତି। ସେ ବଣରେ ସିଂହ, ବାଘ, ହାତୀ ନଥିବାରୁ ସମସ୍ତେ ମିଳିମିଶି ଭାଲୁକୁ ରାଜା କରିଛନ୍ତି। ସମସ୍ତଙ୍କ ସମର୍ଥନ ପାଇଁ ଭାଲୁ ମଧ୍ୟ ନିରଙ୍କୁଶ ଭାବେ ଶାସନ କାର୍ଯ୍ୟ ଚଳାଉଛି। ଆଜି ଦରବାରରେ ଚାଲିଛି ମାଙ୍କଡ଼ ବିରୁଦ୍ଧରେ ମକଦ୍ଦମା। ତେଣୁ ସମସ୍ତେ ଉଦ୍ଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ହଳଦୀ ବସନ୍ତ ପକ୍ଷରେ ସାକ୍ଷ୍ୟ ଦେଉଛନ୍ତି ଗଙ୍ଗୋଇ, କୋଇଲି, କଜଳପାତି ଓ କପୋତ। ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତି ମାଙ୍କଡ଼, ଶାଳିଆ ପତିନୀ, ହଳଦୀ ବସନ୍ତ। ହଳଦୀ ବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ। ରାଜା କାଉର ଯୁକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ, ଏ ଦୁଷ୍ଟ ମାଙ୍କଡ଼ ବିନା ଦୋଷରେ ବାରମ୍ବାର ହଳଦୀ ବସନ୍ତଙ୍କର ବସା ଭାଙ୍ଗିଥିବାରୁ ତୁମେ ଦୋଷୀ। ତୁମକୁ କଠିନ ଦଣ୍ଡ ଦିଆଯିବ। ରାଜାଙ୍କ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବାଇ ଉଠିଲେ। ମାତ୍ର ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି କହିଲା, ଧର୍ମବତାର, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ। ମାତ୍ର ଆପଣ କେବଳ ଆଗକୁ ଚାହିଁ ବିଚାର କରିଛନ୍ତି। ଏବେ ଟିକେ ପଛକୁ ଚାହିଁ ବିଚାର କରନ୍ତୁ। କାରଣ ଆଗ ପଛକୁ ଚାହିଁ ବିଚାର ନ କଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି। ରାଜା ପଛକୁ ଚାହିଁ ଦେଖିଲେ, ସିଂହାସନ ପଛପଟେ ଗୋଟିଏ ବିଶାଳ ପାଚିଲା ପଣସ ଥୁଆ ହୋଇଛି। ତାକୁ ଦେଖି ରାଜାଙ୍କ ମନ ଭଳିଗଲା। ସେ ସଙ୍ଗେ ସଙ୍ଗେ ବିଚାର ବଦଳାଇ ରାୟ ଦେଲେ, ହେ ଅହଙ୍କାରୀ ହଳଦୀ ବସନ୍ତ, ପ୍ରକୃତରେ ତୁମେ ହିଁ ଦୋଷୀ, ତୁମେ ହିଁ ଦଣ୍ଡ ପାଇବ। କାଉ ବିଚଳିତ ହୋଇ କହିଲା, କା 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 ନା 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 ମହାରାଜ, ହଳଦୀ ବସନ୍ତର ଦୋଷ କ'ଣ? ରାଜା କହିଲେ, ଆରେ ନିର୍ବୋଧ କାକ, ବାନର ବଳବାନ ଜୀବ, ପୁନଶ୍ଚ ସେ ଶାଖା ମୃଗ ଅଟେ। ତାର ପ୍ରକୃତି ସେ ଗଛ ଡାଳରେ ଡେଇଁବ ହିଁ ଡେଇଁବ। କାଉ କହିଲା, ସେ ଯେଉଁ ଗଛ ଡାଳରେ ଡେଇଁପାରେ, ମାତ୍ର ଡେଇଁକରି ସେ ହଳଦୀ ବସନ୍ତର ବସା ଭାଙ୍ଗିବ କାହିଁକି? ରାଜା କହିଲେ, ମାଙ୍କଡ଼ ଯେଉଁ ଡାଳରେ ଡେଇଁବ ହଳଦୀ ବସନ୍ତ ଆଗ ସେ ଡାଳରେ ବସା କରିବ କାହିଁକି? ହଳଦୀ ବସନ୍ତ ହିଁ ଦୋଷୀ, ତାକୁ ଜେଲ ଓ ଜୋରିମାନା ଦଣ୍ଡ ଉଭୟ ଦିଆଯିବ। ମାଙ୍କଡ଼ ମହାନନ୍ଦରେ ରାଜାଙ୍କୁ ସାଲାମ ଠୁଙ୍କି ଡେଇଁ ଡେଇଁ ଦରବାର ତ୍ୟାଗ କଲା। ଚଢ଼େଇମାନେ ନିରାଶ ହୋଇ ନିରୁପାୟ ଭାବେ ଦଳ ବାନ୍ଧି ନୀରବରେ ଫେରିଲେ। ରାଜାଙ୍କ ହଠାତ୍ ଏପରି ବିଚାର ବଦଳିଯିବାର କାରଣ ବୁଦ୍ଧିମାନ କାଉ ମଧ୍ୟ ବୁଝିପାରିଲା ନାହିଁ। ସେମାନେ ଅଳ୍ପ ଦୂରରେ ଯାଇଛନ୍ତି କି ନାହିଁ କଜଳପାତି ଦେଖିଲା ଘର ଚଟିଆ ତାର ଟିକି ଟିକି ଡେଣା ଦୁଇଟି ହଲାଇ ତୀର ବେଗରେ ତାଙ୍କ ପଛପଟେ ଛୁଟିଛି। କାରଣ କ'ଣ ଜାଣିବାକୁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲା। ଘର ଚଟିଆ ଅଣନିଶ୍ୱାସ ହୋଇଯାଉଥାଏ। ସେ କହିଲା, ଚିଂ ଚିକିଂ ଚିଂ ଚିଂ ଚିକିଂ ଚିଂ। ଭାଇମାନେ, ମୁଁ ରାଜାଙ୍କ ସିଂହାସନ ପଛେ କାନ୍ଥ କୁରାରେ ବସି କରିଥାଏ। ମୁଁ ଦେଖିଛି ବୁଢ଼ା ମାଙ୍କଡ଼ ବହୁ ଆଗରୁ ମନ୍ତ୍ରୀକୁ ହାତ କରି ରାଜ ସିଂହାସନ ପଛପଟେ ଗୋଟିଏ ପଣସ ଲାଞ୍ଚ ସ୍ୱରୂପ ରଖିଦେଇଥିଲା। ଲାଞ୍ଚ ପାଇ ରାଜା ଏପରି ବିଚାର ବଦଳାଇ ଦେଲେ। କାଉ ଏ କଥା ଶୁଣି ବଡ଼ ଉତ୍ତ୍ୟକ୍ତ ହୋଇଗଲା। କା କା ରଡ଼ିରେ ସେ ଚୌଦିକ କମ୍ପାଇ ଦେଲା। ତା ରଡ଼ି ଶୁଣି ଶହ ଶହ କାଉ, କଜଳପାତି, ଚିଲ, ଶାର୍ଗୁଣା ଆଦି ପକ୍ଷୀ କୁଆଡ଼ୁ ଉଡ଼ିଆସି ଜମା ହୋଇଗଲେ। ସେମାନେ ଏକାଠି ବସି ସ୍ଥିର କଲେ, ସମସ୍ତେ ମିଶି ଏଭଳି ଲାଞ୍ଚୁଆ ରାଜା ମନ୍ତ୍ରୀଙ୍କୁ ଆକ୍ରମଣ କରିବେ ଓ ସିଂହାସନରୁ ତଡ଼ିଦେବେ। ପକ୍ଷୀ ବାହିନୀ ଛୁଟି ଆସିଲେ ରାଜାଙ୍କ ଅଭିମୁଖରେ। ସବା ଆଗରେ ଥାଏ ଶଙ୍ଖଚିଲ, ସେ ଶଙ୍ଖ ଫୁଙ୍କୁଥାଏ। କେଁ ଏଁ ଏଁ କେଁ ଏଁ ଏଁ। ତା ପଛକୁ ଡାମରାକୁଆ ତାର ଶତ ଶତ କୁଆ ବାହିନୀ, ତା ପଛକୁ ଶହ ଶହ କଜଳପାତି, ତା ପଛକୁ ଦଳ ଦଳ ଅନ୍ୟାନ୍ୟ ପକ୍ଷୀ। ସମସ୍ତେ ଏକାବେଳେ ରାଜାଙ୍କ ନଅର ଭିତରେ ପଶିଗଲେ। ଦେଖିଲେ ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେହି ପାଚିଲା ପଣସଟିକୁ ମହାନନ୍ଦରେ ଖାଇ ଲାଗିଛନ୍ତି। ଗୁଣ୍ଡୁଚିମୂଷା ମଞ୍ଜି ବାହାର କରି ଖୋସାଟିମାନ ବଢ଼େଇ ଦେଉଛି
ଶୃଗାଳ ମନ୍ତ୍ରୀଙ୍କୁ। ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ ଖୁସା ବଢ଼େଇ ଦେଉଛି ଭଲ୍ଲୁକ ମହାରାଜାଙ୍କ ପାଟିକି। ପକ୍ଷୀମାନେ ଏ ଦୃଶ୍ୟ ଦେଖି ଆହୁରି ରାଗିଗଲେ। ଏହି ମହା କୋଳାହଳ କରି ଲାଞ୍ଚଖିଆ ରାଜା ମନ୍ତ୍ରୀ ଓ କର୍ମଚାରୀଙ୍କୁ ଖୁମ୍ପି ଲାଗିଲେ। ପୁଆମାନଙ୍କର ଥଣ୍ଟରେ ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆ ଖାବରା ହୋଇଗଲା। ଶୃଗାଳ ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କ ଆକ୍ରମଣ ରକ୍ଷା ପାଇପାରିଲା ନାହିଁ। ଶେଷରେ କଜଳପାତି ଭାଗରେ ଭଲ୍ଲୁକ ମହାରାଜ। ତାଙ୍କର ଲୋମଶ ଦେହ ଅଳ୍ପ କାଳ ମଧ୍ୟରେ ଲୋମଶୂନ୍ୟ ହୋଇଗଲା।